ଆରେ ପୁଅ, ଚାଲ ଯିବା ବଜାରକୁ। ଶାଲ, କମଳ ଆଉ ଟୋପି କିଣି ଆଣିବା। ଶୀତ ଦିନ ଆସିଲାଣି। ଶୀତ ଦିନ? ଶୀତ ଦିନ କଣ? ମୁଁ ତ କାଇଁ ଆଗରୁ କେବେ ଏକଥା ଶୁଣିନି। ପୁଅ ମୁନା, ତୁ ତ ଜାଣିଛୁ ଆମର 6ଟି ଋତୁ। ତା ମଧ୍ୟରେ ଶୀତ ଋତୁ ମଧ୍ୟ ଆସେ। ଶୀତ ଋତୁରେ ପ୍ରବଳ ଥଣ୍ଡା ଲାଗେ, ଆଉ ରାତିରେ ଆକାଶରୁ ଶିଶିର ମଧ୍ୟ ପଡେ। ଆଉ ହଁ, ବେଳେ ବେଳେ ବରଫ ବର୍ଷା ମଧ୍ୟ ହୁଏ। ସତରେ ମା, ଏ ଶୀତ ଋତୁ ବଡ ଭୟଙ୍କର ଲାଗୁଛି। ହେଲେ ମା, ତମେ ତ ଜାଣିଛ ମତେ ସବୁବେଳେ ଗରମ ଲାଗେ। ସେଥିପାଇଁ ମୋର ଶାଲ କମଳ କିଛି ଦରକାର ନାହିଁ। ତମେ ଯାଅ, ତମ ପାଇଁ ଶାଲ କମଳ କିଣି ଆଣିବ। ହଉ, ନ ଆସ ମୋ ସହ, ମୁଁ ଯାଉଛି। ହେଲେ ମନେ ରଖ, ରାତିରେ ଯେତେବେଳେ ଶୀତ ହେବ ସେତେବେଳେ ଆଉ ମୋଠୁ ଶାଲ କମଳ ଭିଡ଼ିବୁନି। ହଁ ହଁ, ତମେ ଯାଅ। ଏହାପରେ କାଳି ସେଠୁ ବଜାରକୁ ଚାଲିଲା ଏବଂ ମୁନ୍ନା ଜଙ୍ଗଲ ଭିତରକୁ ଉଡ଼ିଗଲା ଓ କିଛି ସମୟ ପରେ ଯାଇ ତା ସାଙ୍ଗ ଟୁନା ପାଖରେ ପହଞ୍ଚିଲା। ଆରେ ମୁନା, କଣ ଖବର? ଏତେ ଡେରିରେ ଆସିଲୁ ଯେ? କଣ କହିବି ଟୁନା, ମା ମତେ ପରା ଟିକେ ରଖିଦେଲେ। କହୁଥିଲେ ବଜାରକୁ ଯାଇ ଶାଲ କମଳ କିଣିବାକୁ। ମୁଁ ମନା କଲି। ହଁ ହଁ, ଶୀତ ଦିନ ଆସୁଛି ତ, ସେଥିପାଇଁ ଆଗରୁ ସଜାଗ ହେଉଛନ୍ତି। ହଁ, ଶୀତ ଦିନ ନା ଫିତ ଦିନ, ମୋର କିଛି ହବନି। ମତେ ତ ଏତେ ଗରମ ଲାଗେ ଯେ ମୁଁ ସବୁବେଳେ ଗାଧାଏ। ଆଉ ଏ ଶୀତ ଦିନ ମୋର କଣ କରିବ? ହଉ ହଉ, ଏକଥା ମନେ ରଖିଥା। ଶୀତ ଦିନ ଆସୁ ଦେଖିବା ତୁ କେମିତି ଗାଧଉଛୁ। ହୁଁ, ଶୀତ ଦିନେ ଗାଧେଇବା ଭାରି କଷ୍ଟ। ଆଉ ତୁ ଏଠି ଫୁଟାଣି ମାରୁଛୁ ନାଇଁ? ହଁ ହଁ, ଦେଖିବୁ ମୁଁ କେମିତି ଗାଧଉଛି। ହଉ ଚାଲ ଯିବା, ଜଙ୍ଗଲ ସେପଟୁ ଟିକେ ବୁଲିକି ଆସିବା। ହଁ ହଁ, ଚାଲ ଯିବା। ଏହାପରେ ସେମାନେ ବୁଲିବାକୁ ଚାଲିଗଲେ। ଏହା ଭିତରେ କିଛି ଦିନ ବିତିଗଲା ଏବଂ ଶୀତ ଋତୁ ଆସିଲା। ସେଦିନ ରାତି ହୋଇଥାଏ। ମୁନା ଓ କାଳି ଶୋଇଥାନ୍ତି। ମୁନା ଖୋଲାରେ ଶୋଇଥାଏ ଓ କାଳି କମଳ ଘୋଡ଼ି ହେଇ ଶୋଇଥାଏ। ହଠାତ୍ ମୁନାକୁ ଶୀତ ଲାଗିଲା ଓ ତାର ନିଦ ଭାଙ୍ଗିଗଲା। ଆରେ ବାପରେ, ଇଏ କଣ ମତେ ଏତେ ଜୋରେ ଥଣ୍ଡା ଲାଗୁଛି? ଲାଗୁଛି ଯେମିତି ମୁଁ ବରଫ ଉପରେ ଶୋଇଛି। ମା ଠିକ କଥା କହୁଥିଲା, ଏ ଶୀତ ଦିନ ବଡ ଭୟଙ୍କର ବୋଲି। ହେଲେ ଏବେ ମୁଁ କଣ କରିବି? କେମିତି ଏ ଥଣ୍ଡାରେ ଶୋଇବି? ଯାଉଛି, ମାର କମଳ ଆଣି ଘୋଡ଼ି ହେଇ ଶୋଇ ପଡିବି। ଏମିତି କହି ମୁନା ମାର କମଳ ଆଣି ନିଜେ ଘୋଡ଼ି ହେଇ ଶୋଇ ପଡ଼ିଲା। କିଛି ସମୟ ପରେ ଥଣ୍ଡା ଲାଗିବାରୁ ମାର ନିଦ ଭାଙ୍ଗିଗଲା। ଓହୋ, କି ଶୀତଳ ମା! କମଳ ଘୋଡି ହେଇ ମଧ୍ୟ ଏତେ ଶୀତ? ହଠାତ୍ କାଳି ଦେଖିଲା ତାର କମଳ ନାହିଁ। ମୁନା ନେଇ ଘୋଡ଼ି ହେଇ ଶୋଇଛି। ଆରେ, ଏ ଟୋକା ମୋ କମଳ ନେଇଯାଇଛି। ମୁଁ ଶୀତରେ ଥୁରୁ ଥୁରୁ ହଉଛି। ଏମିତି କହି କାଳି ମୁନାଠୁ କମଳ ଭିଡ଼ି ଆଣି ନିଜେ